श्री गणेशाय नमः। नमस्कार बंधुगण, जय जगन्नाथ। आज हेउछि सोमवार, शिवंकर अति प्रिय बार। आसंतु एही पवित्र दिन रे प्रथमे श्री शिवंक स्तुति करिबा, तापरे शिव पुराण आरंभ करिबा। किछि समय हेउ पछे निश्चय शुणिबाकु चेष्टा करिवे। श्री शिव स्तुति। जय महादेव पंचानन उमापति, जय श्मशान विहारी धवल मूरति, जय देव भूतनाथ नलनयन, जय जोगेश्वर प्रभु वृषभ वाहन, जय श्री शंकर हे जय गंगाधर, जय भस्म बोला गात्र श्री चंद्रशेखर, जय मृत्युंजय त्रिपुरारी शूलधारी, जय देव सदा शिव पाप तापहारी, जय कैलास मंडन भूतंकर ईश, जय विभूति भूषण प्रभु कृतिवास, जय विषपानकारी जगाधि पुरुष, जय देव विरूपाक्ष धुर्जटि गिरीश, जय दिगंबर व्याघ्र बरधर हर, जय पिनाकी खटांग कर्पूर गौर, जय सुरासुर नर आदिंक पूजित, जय श्री मुकुंद प्रिय गणेशंक तात, जय लिंगराज नील कंठ लोकनाथ, जय चंद्रचूड़ देव हर काशीनाथ, जय सकल प्राणीक आश्रयदायक, जय सविता शशांक पार्वती नायक, जय खंड परशुधर घृमित लोचन, जय मंगलदायक पिनाक धारण, जय लोहित नयन श्रीहरिंक प्रिय, जय जोगाधि पुरुष प्रभु दयामय, जय संहार करता प्रभु दिगंबर, जय देव वामदेव प्रभु महेश्वर, जय शिव इष्ट फल प्रदान कारक, जय दुखी रंकिंकर आश्रयदायक, जय जय शिव जलंधर नाशकारी, जय जय महादेव भक्त रक्षाकारी, तोहर टई देव महिमा अपार, कि बनी पारिबी मुहि अज्ञान पामर, देवतांक हिते तुम्भे विषपान कल, जोगेन्द्र बोलाई श्मशान रे जे रहिल, तुम्भर महिमा मुखे के बनी पारिब, देव दानव मानव जाହାର उद्भव, तुम्भे सर्वव्यापी तुम्भे नाना रूप धर, वृषभ उपरे बसी श्मशाने विहर, परम पुरुष अट जोगी जोगेश्वर, अति चमत्कार प्रभु रूप जे तुम्भर, कर जोड़ी जणाउछि हे पार्वती वर, कृपा कटाक्षरे चाहि मोर दुख हर, देवता मानंक मध्ये अट तुम्भे श्रेष्ठ, निवेदन करुअछि फेड़ मोर कष्ट, संसारर सबु आशा भरोसा छाड़िली, एकमात्र तुम्भ पद्म पाद आश्रा कली, तुम्भे मोर माता पिता बंधु सहोदर, तुम्भे आशा भरोसा हे प्रभु महेश्वर,
କୃତାଞ୍ଜଳି ଫୁଟେ ଦୁଃଖ ନିବେଦୁଛି ମୁହିଁ, ଏ କଷ୍ଟରୁ ତ୍ରାହି କର ଆହେ ଉମା ସାଇଁ। ଯେଉଁ ଦୁଃଖେ ପଡ଼ି ମୁହିଁ ତୋତେ ସୁମରଇ, ତତ୍କ୍ଷଣେ ମୋହର ଦୁଃଖ ଫେଡ଼ ଉମା ସାଇଁ। ମୁହିଁ ଅତି ଦୁଃଖେ ପଡ଼ି ଜଣାଉଛି ତୋତେ, ଏ କଷ୍ଟରୁ ତ୍ରାହି କର ଆହେ ହର ମତେ। ତୁମ୍ଭ ପାଦ ବିନୁ ମୋର ଅନ୍ୟ ଆଶ୍ରା ନାହିଁ, ସଙ୍କଟ ତାରିଣ ପ୍ରଭୁ କର ମୋତେ ତ୍ରାହି। ଆହେ ସଂସାର ତାରଣ ଦେବ ଉମାପତି, ତୋହରି ଚରଣେ ମୋର ଏତିକି ବିନତି। ସଙ୍କଟର ସ୍ରୋତେ ଦେବ ଭାସୁଅଛି ମୁହିଁ, ଦୟାକରି ମୋତେ ଦିଅ କୂଳକୁ ଲଗାଇ। ନହିଲେ ହେ ମହାଦେବ ଜୀବ ଉଡ଼ିଯିବ, ତୋ ଆଶ୍ରିତେ ମାଣ ଗଲେ ତୋ ନିନ୍ଦା ହୋଇବ। ଭୟଙ୍କର ଦୁଃଖେ ପଡ଼ି ଜଣାଉଛି ଦୁଃଖ, ଫେଡ଼ ମୋହର ଦୁଃଖକୁ ପାର୍ବତୀ ନାୟକ। ଆତଙ୍କ କାଳରେ ମୁହିଁ ଧରେ ତବ ନାମ, ମୋ ଦୁଃଖ ବେଦନା ଦେବ ନିବାର ବହନ। ବ୍ୟାଧିମନ୍ତ ସୁମରିଲେ ଆରୋଗ୍ୟ କରାଉ, ଦରିଦ୍ର ସୁମରିଲେ ଯେ ଅତି ଧନ ଦେଉ। ମୁଁ ଅତି ଆରତେ ଡାକେ ଫେଡ଼ ମୋ ଆରତ, ଜୟ ଜୟ ପ୍ରଭୁ ଆହେ ଦେବ ଭୋଳାନାଥ। ଫେଡ଼ବାନ ଫେଡ଼ ଦୁଃଖ ଶରଣ ତୋହର, ତୁହି ମୋ ଇଷ୍ଟ ଦେବତା ଆହେ ଦେବହର। ଏବେ ଆସନ୍ତୁ ଶୁଣିବା ଶିବ ପୁରାଣ ବା ଶୈବ ପୁରାଣ। ଆଜିର ବିଷୟ ରହିଛି ପୁରୁଷ ପ୍ରକୃତି ସ୍ୱରୂପ ବର୍ଣ୍ଣନ। ପାର୍ବତୀ ଉବାଚ, ଯୋଡ଼ିବେନି କର ସତୀ କହନ୍ତି ବଚନ, କଥାଏ ପୁଛିବି ପ୍ରଭୁ କର୍ଣ୍ଣ ଡେରି ଶୁଣ। ପ୍ରକୃତି ପୁଂସ ଦେହେ ଥାଏଟି ଯେ ଲାଗିଣ, ଅଭିପ୍ରୀତିରେ କାଟି ହେ ନେଉଥାନ୍ତି ଦିନ। ମନ ତାହାକୁ ମାରନ୍ତି ମାରନ୍ତି ମରନ୍ତି, କଥାଏ ସଂଶୟ ମନେ ହେ ବୃଷଭପତି। ସ୍ନେହ ସମସ୍ତଙ୍କ ସଙ୍ଗେ ଥାଏଟି ରହିଣ, କେଉଁ ପରି ଯାଏ ପୁଣି ଶରୀର ଛାଡ଼ିଣ। ପୁତ୍ର ନାତି ଭାର୍ଯ୍ୟା ମୋର ମୋର ଘର ଦ୍ୱାର, ସମସ୍ତ ଯେ କହୁଥାଇ ମୋହର ମୋହର। ଏଡ଼େ ବଡ଼ ଲୋଭ କେହ୍ନେ ସେହୁ ବର ଜୟୀ, ମଞ୍ଚପୁରେ ନର ନାରୀ ନଥାନ୍ତି ଯେ କେହି। ନାଶ ଲୋକ ନ ଜାଣନ୍ତି ପାତାଳପୁରରେ, ସେ କଥା କହୁଛି ସଖୀ ତୁମ୍ଭର ଆଗରେ। ପୁରୁଷ ପ୍ରକୃତି ନାମ ଥିଲା ଆଶ୍ରା କରି, ସେହି ପ୍ରଳୟରେ ସର୍ବ ନେଲା ସେ ସଂଘରି। କୀଟର ଗର୍ଭରୁ ମୂତ୍ର ଯେ ସନ ବାହାରେ, ନିର୍ମିତ କରେ ତା ଗୃହ ସେହି ରଜନୀରେ। ତହିଁ ରହିଥାଇ କ୍ରୀଡ଼ା କରଇ ନିଶାରେ, ଦିବା କାଳେ ସୂର୍ଯ୍ୟ ଉଦେ ଘେନି ସଙ୍ଗତରେ। ଈଶ୍ୱର ଏପରି ଭାବେ ସୃଜନ୍ତି ସଂସାର, ସ୍ଥିତି ଉତ୍ପତ୍ତି ଭିଆଣ ଅଟଇ ତାଙ୍କର। ଶିବ ବେଦରେ ପରି ଅଛନ୍ତି କହିଣ, ଯାହା କହନ୍ତି କରଇ ମୁଁ ବେଦ କରମ। ପରମାୟୁ ଶେଷ ଯେବେ ପ୍ରକୃତିର ହୋଇ, ପାପ ଦେଖି ସୂର୍ଯ୍ୟ ସୁତ ସେ କାଳେ କହଇ। କାଳ ବିକାଳଙ୍କୁ କରେ ଆଦେଶ ପ୍ରଦାନ, ତୁମ୍ଭେ ଶୀଘ୍ର ଯାଇଣ ତାହାଙ୍କୁ ଧରି ଆଣ।
କରମ ଭୋଗିଲା ଏତେ ଦିନ ମର୍ତ୍ତ୍ୟପୁର। କେତେ ପାପ କର୍ମ ମାନ କରିଛି ସଂସାର। ଆୟୁଷ ଶେଷ ହୋଇଛି ଏବେ ଯେ ତାହାର। ପାଶକୁ ନ ଯିବ କେବେ ଅନ୍ୟ ଲୋକଙ୍କର। ବିଷ୍ଣୁଗଣ ଆତ୍ମା ଯୋଗୁ କରନ୍ତି ଲଢ଼ାଇ। ମନରେ ଭୀତି ଜନମେ କେବଳ ସେ ପାଇଁ। ଧର୍ମନନ୍ଦନ କହନ୍ତି ଦୂତଙ୍କୁ ଚାହିଁଣ। ଆମ୍ଭ କଥା ମାନି କରି ଆଚରିବ କର୍ମ। ତୁଳସୀ ଚଉରା ଥିବ ଦୁଆରେ ଯାହାର। ତ୍ରିପୁରାର ପିଣ ଥିବ ଗୃହର ମଧ୍ୟର। ଜଳ ଦେଉଥିବ ମାନବତାର କଣ୍ଠରେ। ଗୋବିନ୍ଦ ଗୋପାଳ ମୁଖେ ତିଳକ ଭାଲରେ। ଶାଳଗ୍ରାମ ଶିବ ପୂଜୁଥିବ ଯେଉଁ ଜନ। ଶ୍ରୀକପତା ନିର୍ମାଳ ଥିବା ଯାର ଗୃହେଣ। ସମସ୍ତଙ୍କୁ ଆଣିବ ଏହାଙ୍କୁ ତେଜିଣ। ମୋହର ବଚନ ସଦା କରିବ ସ୍ମରଣ। ଲୁହା ଠେଙ୍ଗା କରି ପାଇ ଆଦେଶ ତାଙ୍କର। ମଞ୍ଚପୁରକୁ ଗମନ୍ତି ଦୂତ ଯେ ସକଳ। କାଳ ବିକାଳ ଏ ଦୁଇ ମିଳନ୍ତି ସଳ। ଦେଖା ଦିଅନ୍ତି ପ୍ରକାର ମରଣର ବେଳ। ଚର୍ମରଜୁ ଠେଙ୍ଗା ମାନ ଲୁଚାଇ ଦିଅନ୍ତି। କେହି ନ ଜାଣନ୍ତି ଅତି ଗୁପ୍ତରେ ଥାନ୍ତି। ଶୁଭାଶୁଭ କରି ଲୌହ ପ୍ରତିମା ଦେଖାଇ। ଡାକନ୍ତି ଏଠାରୁ ଯିବା ବେଗେ ଆସ ଭାଇ। ଏ କଞ୍ଚା ଦେହକୁ ତୁହି ଏବେ ତ୍ୟାଗ କର। ପ୍ରବଳ ଗନ୍ଧ ହେଉଛି ଏ ଦହରୁ ତୋର। ଉତ୍ତମ ଶରୀର ତୋତେ କରିବା ପ୍ରଦାନ। ଦେଖି ଶ୍ରଦ୍ଧା ଜାତ ହୋଇବ ତୋହର ମନ। ମଳମୂତ୍ର ନାଡ଼ି ସିଂଘାଣି ଯେ ଖଙ୍କାର। ଏ ଦେହ ତିଆରି ତୁହି ଆସରେ ସଳ। ଏ ସନକହୀନ ଲୌହା ବାଡ଼ି ଦେଖାବନ୍ତି। ଭାଗ୍ୟବନ୍ତ ତୁହି ଏବେ ଆସରେ ଝଟତି। ଏ ଘଟ ଛାଡ଼ି ଏହି ଘଟେ ଯେ ପଶ ତୁହି। ବଜ୍ରଠାରୁ ଟାଣ ଏହି ଘରଟି ଅଟଇ। ତାଙ୍କଠାରୁ ଶୁଣି ତାଙ୍କୁ ବଚନ କହଇ। ନିୟ ମୁଖବାସ ଅତି ସୁବାସିତ ହୋଇ। ଭୋଗ କରିଅଛ ଅନେକର ଶରୀରେ। ଯିବା ପାଇଁ କୁହ ନାହିଁ ମୋହର ଛାମୁରେ। ଏହା କହିଣ ଘଟକୁ ଦେଲେ ଲୁଚାଇଣ। ପିତଳ ଘଟେ କପୁଣି ଦେଲେ ଦେଖାଇଣ। ଦେଖ ଏ ପ୍ରତିମା ଗୋଟି କିପରି ସୁନ୍ଦର। ତୋର ରୂପ ଠାରୁ 100 ଗୁଣ ଚମତ୍କାର। ଶ୍ରଦ୍ଧା କରି ଏ ଘଟରେ ପଶ ବେଗେ ହୋଇ। ମୃତ୍ୟୁ ଭୟ ରୋଗ କାଶ ଜୀବଟି ଦୂରେଇ। ଦୂତବାଣୀ ଶୁଣି କରି କହି ବଚନ। ମନ ହେଉ ନାହିଁ ଯିବି କିପରି ସେ ସ୍ଥାନ। ନ ଯିବଇଁ କାହିଁ ଛାଡ଼ି ଶରୀରକୁ ମୋର। ଏଠାରେ କିପରି ଦେବା ଦଣ୍ଡେ ହୁଅ ସ୍ଥିର। ରସ ଦେଖାବନ୍ତ ପିତ୍ତଳ ଲୁଚାଇ ଦେଇ। ଆସ ଆସ ଏଥି ପଶ ଯିବା ବେଗ ହୋଇ। ଦୂତକୁ କହଇ ଆଉ କଟାଳ ନ କର। ଏହି ଶରୀରକୁ ଶ୍ରଦ୍ଧା ଅଛଇ ମୋହର। ଏ ଶରୀର ଘେନି ଧନ କରିଲି ଅର୍ଜନ। ଏ ଶରୀର ଯୋଗୁ ମୁହିଁ କରିଲି ଭୋଜନ। ଆନରୂପ ଦୂତ ମାନେ କଲେ ନିର୍ମାଣ। ବିଦରା ବିଦରି ହୋଇଲେ ରେ ବେନିଜନ। କଂସାର ଶରୀର ଏକ ନେଇ ଦେଖାଇଲେ।
ଦେଶ ମୁଖକୁ କିପରି ଦିଶେ ଶୟନେ। ଆତ୍ମାରାମ ଯିବା ପାଇଁ ମନା କରିଦେଲା। ରୂପାର ଶରୀର ଏକ ନେଇ ଦେଖାଇଲା। ଅମନ ଘଟ ଆସ ଆତ୍ମା ତନ ଜନର। ନଜୀବିକ ହୋଇ ଆତ୍ମା ଏ ଅଟେ ଅନ୍ୟର। କଦାପି କାର୍ଯ୍ୟ ନାହିଁ ତିଳେ ଯେଥି ମୋର। ଯିବି ନାହିଁ ମୁହିଁ ତୁମ୍ଭେ ହୋଇଯାଅ ଦୂର। ଘଟ ଘଟେ ପଶିଲେ ଯେ ଅନର୍ଥ ପାର। ଧରିଣ ମାରିବ ତୁମ୍ଭେ କାହିଁ କାର ଚୋର। ପର ଗୃହେ ନ ଯିବି ମୋ ଘରକୁ ଛାଡ଼ିଣ। ମୋର ଘରେ ଥିବି ଦୁଃଖ ସୁଖକୁ ଭୁଞ୍ଜିଣ। ତମ୍ଭା ଘଟ ଦେଖାଇଲେ ଆଣି ତାର ପରେ। ବିଳମ୍ବ ନ କରି ପଶ ତାହାର ମଧ୍ୟରେ। ଅଗ୍ନି ତେଜ ପରି ଦିଶେ ତେସେ ତେଜିଆନ। ବାଳ ବୃଦ୍ଧ ନ ହୋଇ ଏ ଯୁବକ ପ୍ରମାଣ। ସେ ଦେହକୁ ପାପ ନାହିଁ ପୁଣ୍ୟ ବି ନଥାଇ। ସେ ଦେହକୁ ପାପ ଲାଗୁଥିଲା ଏଠି ରହି। ଆତ୍ମା ସନମାନ ନୁହେଁ କଥାରେ ତାଙ୍କରି। କାଳ ବିକାଳ କୋପିତ ହେଲେ ମନେ ଭାରି। ତମ୍ଭା ଘଟ କରି ସ୍ୱର୍ଣ୍ଣ ଘଟ ଦେଖାଇଲେ। ବୋଲନ୍ତି ଯା ଲୋଡ଼ୁଥିଲୁ ମିଳିଲା ଏ କାଳେ। ଆତ୍ମାଦୂତଙ୍କ ବଚନ ମେଣ୍ଟି ନ ପାରିଣ। ଲୋଭ ହେତୁ ସେ ଘଟରେ ଗଲାଟି ପଶିଣ। ଚର୍ମରଜ୍ଜୁରେ ତାହାକୁ ଯତନେ ବାନ୍ଧିଣ। ସମନ ପାଶକୁ ତାକୁ ନେଲେଟି ଧରିଣ। ଯାହା ପାପ ପୁଣ୍ୟ କଥା ଆସିଥିଲା କହି। ତାହା ପାଠ କରି ଯମ ତାହାକୁ ଦଣ୍ଡଇ। ପୁରୁଷ ପ୍ରକୃତି କେବେ ନ ହଉ ଭିନ୍ନ ଭିନ୍ନ। ଆତ୍ମା ପ୍ରବେଶ ତହିଁରେ ପ୍ରକୃତି ଜନମ। ଏଣୁ ଦେବ କହିଲଟି ଏ ସର୍ବବଚନ। ହରସେ ଶୁଣ ସୁଧୀରେ ଶିବ ପୁରାଣ। କହନ୍ତି ଗୌରୀ ସତ କଥା ତୁମ୍ଭେ କହି। ଯମଗଣ ଘେନି ଗଲେ ଆତ୍ମାକୁ ଭଣ୍ଡାଇ। ଶରୀରକୁ ଆତ୍ମା ଛାଡ଼ି ଗଲା ଏ ଧରାରେ। କେଣେ ଶରୀର ଦୂତେ ବାନ୍ଧି ଯେ ଘେନି ଗଲେ। କରପାଦ ମୁଣ୍ଡ ସଦା ତଳରେ ପଡ଼ଇ। ସ୍ୱରୂପ ଛାଡ଼ି ଅରୂପ ହୋଇଲାଟି ସେହି। ସେତେବେଳେ ହାତ ଗୋଡ଼ ନଥିଲା ତାହାର। କେଉଁ ହାତକୁ ବାନ୍ଧିଲା କେ ବଣ ପ୍ରକାର। କେ ବଣ ପଥରେ ତାକୁ ଗଲେଟି ଘେନିଣ। ଶୁଣି ହସିଣ ଉଠିଲେ ଦେବ ଶଙ୍କର୍ଷଣ। ଗୌରୀ କହନ୍ତି ଗତି ତାର ମୁଁ ଅଟଇ। ମୁଖ୍ୟ ଶରୀର ଘୋଡ଼ାଇ ରଖିଅଛି ମୁହିଁ। ଶରୀର ଶିରା ପ୍ରଶିରା ଅତି ସୂକ୍ଷ୍ମ ଜାଣ। ବୃକ୍ଷକୁ ବକଳ ଘୋଟି ଥାଏଟି ଯେ ସଣ। ନାଟୁଆ ପିଲାଏ ଯେହ୍ନେ ନାରୀ ବେଶ ହୁଅନ୍ତି। ସ୍ତ୍ରୀ ଭାବେ ନର ମାନେ ବସିଣ ଦେଖନ୍ତି। ତୋଳି ତଳ୍ପ ସେ ଯେ ଯାଏ ମୋର ମୋହ ପ୍ରାଣ। ଭ୍ରମର ଯେତେ କେ ମୁହିଁ ଦେଖଇ ସପନ। ହାତ ଗୋଡ଼ ସଜ୍ଜାର ଉପରେ ଯେ ପଡ଼ଇ। ଯେଉଁ ଶରୀର ଘେନି ସପନ ଯେ ଦେଖଇ। ସେ ଶରୀର ଘେନି ଚଳି ଯାନ୍ତି ଯମଗଣ। ସେହି ଶରୀରରେ କରିଥିଲା ପାପ କର୍ମ। ସେ ଦେହକୁ ପାପ ନାହିଁ ପୁଣ୍ୟ ବି ନଥାଇ। ସେ ଦେହକୁ ପାପ ଲାଗୁଥିଲା ଏଠି ରହି। ଏଣୁ କରି ଏ ଶରୀର ଛାଡ଼ି ଚଳିଗଲେ। ସେ ଦେହେ ପୁରାଇ ଆତ୍ମା ଗୋଟି ସେ ଘେନିଲେ।
ଯମଦୂତେ ଯେତେବେଳେ ଗଲେ ଘେନିଣ ଅନ୍ଧକାର ବଣ ବାଟ କଣ୍ଟା ପଣ ପଣ ଚାରି ଯୁଗେ ବ୍ୟାପୀ ଅଛି ବୈତରଣୀ ନଦୀ ବୃଷ୍ଟି ନ ହୋଇ ଯେଉଁ ଦିନୁ ହେଲା ସୃଷ୍ଟି ତପତନଳ ସୁଖ ଭାରି ତାତି ହୁଏ লিয়া ফুটে ধান নেই সে সুখে পকায়ে সূর্য কিরণ বড় দারুণ যে অটই পাপীଙ୍କୁ পকাନ୍ତି ସେହି তপতরে নেই দেহ যাক ফোটকা তো ক্ষণ যে হুই ডাকিলে ডিহ মারନ୍ତି নিঠাই নিঠাই নদী পার হই যাନ୍ତି প্রহরক পরে 400 ପହଞ୍ଚନ୍ତି ସେ ଯଶୋବନ୍ତୀରେ ରାଜାଙ୍କ ଆଗରେ ତାକୁ ଦିଅନ୍ତି ପହଞ୍ଚାଇ ଯମରାଜା ତାର ପାପ କରଣେ ପୁଛଇ କିସ ପାପ ପୁଣ୍ୟ ୟାର କରିଛ ଲିଖନ 5 ଫେଡ଼ି କରି ତାର କହନ୍ତି ସମର ପାପ ପୁଣ୍ୟ ଭଲ ଭୂପାଳଟି ଯେ ଶୁଣଇ ପାପ ଅନୁସାରେ ଦଣ୍ଡ ତାହାଙ୍କୁ ମିଳଇ ପାପୀକୁ ନରକ କୁଣ୍ଡେ ପକାନ୍ତି ନେଣ ସେ ନରକ କୁଣ୍ଡ କଥା ଯେ ଶାକମ୍ଭରୀ ଶୁଣ ମହାଦୁସ୍ତର ସ୍ଥାନ ପାପୀ ଯେ ସେ ପଡ଼ଇ ମହାଭୈରବ ଦେଖିଲେ ଛାନିଆ ହୁଅଇ ମଳ ଟକା ରଖନ୍ତି ଯେ ବହୁ ପ୍ରସାରିଣ କୃମିଗଣ ଲକ୍ଷ ଲକ୍ଷ ଥାନ୍ତି ଭାସିଣ କୂଳେ ଥାନ୍ତି କାକ ଯେତେ ନୁହଇ ଗଣିଣ ତାଳ ଗଛ ପରମାଣେ ଥାନ୍ତି କାକ ମାନ ଶତହସ୍ତ ପରି ଜନ୍ତେ ଲମ୍ବ ଥଣ୍ଟ ମାନ ଷଣ୍ଢମାନଙ୍କର ଶୃଙ୍ଗ ଅତି ମୋଟ ଜାଣ ତେନ୍ତୁଳିଆ ବୋଝ ବୋଝ ଥାନ୍ତି ରହିଣ ଦେଖିଲେ ଭୟ ଜାତ ଯେ ହୁଅଇ ମନେଣ ଧୂତଗଣ ପାପୀଙ୍କୁ ଯେ ଦିଅନ୍ତି ପକାଇ ସେ କୁଣ୍ଡରେ ପଡ଼ି ପାପୀ ତଳକୁ ବୁଡ଼ଇ ପାପୀଗଣ ତଳକୁ ଯାଆନ୍ତି ଯେ ବୁଡ଼ିଣ ବିନ୍ଧି ଦିଅନ୍ତି ଯେ ତେନ୍ତୁଲିଆଟି ଥାଇଣ 4 ହାତ ଲମ୍ବ ତାଙ୍କୁ ଲାଙ୍ଗୁଡ଼ ଅଟଇ ପାପୀମାନଙ୍କୁ ନେଇ ଯେ ଦିଅନ୍ତି ପକାଇ ଲାଙ୍ଗୁଡ଼ ବାଜନ୍ତି ଉପରେ ପାପୀ ଉଠଇ କାକ ଖୁମ୍ପନ୍ତେ ପୁଣି ସେ ତଳକୁ ବୁଡ଼ଇ ନାସିକା କର୍ଣ୍ଣ ମୁଖରେ ପଶି ଯାଆନ୍ତି କୃମି ମହାବିକଳେ କ୍ରନ୍ଦନ କରେ ଭ୍ରମି ଭ୍ରମି ଈଶ୍ୱର କହନ୍ତି ପାର୍ବତୀ ଶୁଣି ଦେଇ ମନ ବୁଝାଇ କହୁଛି ଏହି ପବିତ୍ର ପୁରାଣ ପାର୍ବତୀ କହନ୍ତି ଏବେ ଶୁଣନ୍ତୁ ଶଙ୍କର ଆଉ କଥାଏ କହିବି ମନେ ହେତୁ କର 10 ଦାନ ମୃତ୍ୟୁ ମଣିଷକୁ ଥାନ୍ତି ଦେଇ କହିବା ଦାନ ଦେହରେ କିପରି ଦିଅଇ ଶଙ୍କର କହନ୍ତି ଶୁଣ ଦେଇ କରି ମନ ହାତେ ଧରି ନ ଆଣନ୍ତି ଯେତେ ଜୀବମାନ ପ୍ରଥମେ ପକାନ୍ତି ତାଙ୍କୁ ଅନ୍ଧାରେ ନେଣ ଅନ୍ଧ ତାମସ ନରକ ସେହିଟି ପ୍ରମାଣ ଦୀପାବଳି ଦେଇଥାନ୍ତି ଦେବତା ମହିରେ ଦୀପାଳି ଜଳନ୍ତେ ଅନ୍ଧକାର ଯାଏ ଦୂରେ ସେଠାରେ ପକାନ୍ତି ଦୂତେ ତାହାଙ୍କୁ ବାନ୍ଧିଣ ମହାଶୀତରେ ଶରୀର ହୁଏ କମ୍ପମାନ ଶୀତକାଳେ ଯେବେ ଅଗ୍ନି ଦାନ ଦେଇଥାଇ ସେପଟେ ସର୍ବଦା ଅଗ୍ନି ଜଳି ରହିଥାଇ ତାକୁ ଧରିଣ ନିଅନ୍ତି ଲଙ୍ଗଳା କରିଣ ହସୁଥାନ୍ତି ଲୋକେ ବାଟରେ ଯେ ଦେଖିଣ
ଗୁରୁ ବିପ୍ର ଗଣେ ବସୁଦାନ କରିଥାଇ, ଲଙ୍ଗଳା ସେହି କଦାପି ସେ ପୁରେ ନୁହଁଇ। ବୈତରଣୀ ନଦୀ ତହିଁ ପଥ ଦୁରୁଗମ, କଳାତ୍କାରେ ତାକୁ ନେଇ ଦିଅନ୍ତି ଫିଙ୍ଗିଣ। ପାଦୁକା ଛତ୍ର ବୈଶାଖେ ଦାନ ଦେଇଥାଇ, ବୈତରଣୀ ନଦୀକୁ ସୁଖରେ ତରଇ। ବ୍ରାହ୍ମଣୀଙ୍କ ଗୋ ବଚ୍ଚା ଯେ ଦାନ କରଇ, ବୈତରଣୀ ନଦୀ ସୁଖେ ଯାଏ ପାର ହୋଇ। କଣ୍ଟା ଖୁଞ୍ଚା ତାହାଠାରେ କେବେ ନ ଲାଗଇ, ଦେଇଥିବାରୁ ତାହାକୁ ସେଠାରେ ମିଳଇ। ନିର୍ଜଳ ପଥରେ ଯେବେ ତାହାକୁ ନିଅନ୍ତି, ଗୃହ ଅନ୍ତରାଳେ ତୃଷା ଲାଗଇ ଯେ ଅତି। କୂପ ପୁଷ୍କରିଣୀ ଯେହୁ ଥାଏଟି ଖୋଳିଣ, ଦେଇ ଖରା ଦିନେ ଜଳ ଛତ୍ର ମାନ। ସେହି ସ୍ଥାନେ ଦିବ୍ୟ ଜଳ ତାହାକୁ ମିଳଇ, ତୃଷା ନିବାରଣ କରେ ସେ ଜଳକୁ ପିଇ। କ୍ଷୁଧା ହେଲେ ତାହାକୁ ଯେ ଯାଆନ୍ତି ନେଇଣ, ଭୋକେ ଛଟପଟ ସେହୁ ନ ପାରେ ଚଳିଣ। ଏହାପରେ ଦେଇଥାଇ ଯେହୁ ଅନ୍ନଦାନ, କ୍ଷୁଧାରେ ଦିବ୍ୟ ଅନ୍ନ ସେ ଯାଏଟି ମିଳିଣ। ଆନନ୍ଦ ହୁଏ ଖାଇଣ କ୍ଷୁଧା ଛାଡ଼ି ଯାଇ, ନ ଦେଇଥାଏ ଯେ ସେଠି କିଛି ପାଏ ନାହିଁ। ଏହିପରି ଦିଗ ଧାଇ ପାପୀଙ୍କୁ ନେଇଣ, ରୌରବ ନର୍କରେ ଦିଅନ୍ତି ପକାଇଣ। ତହିଁର ଯାତନା ମାନ ତୁମ୍ଭଙ୍କୁ କହଇ, ସଂଶୟ ଥିଲେ ପଚାରି ବୁଝ ପ୍ରିୟ ସହି। କହନ୍ତି ଗୌରୀ କେଉଁ ପାପେ ଦଣ୍ଡମାନ, କହନ୍ତୁ ହେ ପଞ୍ଚାନନ ମୋତେ ବୁଝାଇଣ। ଶଙ୍କର ବୋଲନ୍ତି ସତୀ ଶୁଣ ମନ ଦେଇ, ଗର୍ଭବହୀନ ଗୁରୁଙ୍କୁ ଯେହୁ ନ ମାନଇ। ପରଦାରା କରୁଥାଇ ସଦା ଯେଉଁ ଜନ, ପରଦ୍ରବ୍ୟକୁ ନେଇ ଯାଆନ୍ତି ଚୋରାଇଣ। ବିଷ୍ଣୁ ପୁରାଣକୁ ପୁଣି ନିଅନ୍ତି ଚୋରାଇ, ଚୋରାଇଣ ସେ ଶାସ୍ତ୍ରକୁ ଯେ ନିନ୍ଦା କରଇ। ସଦାଶିବଙ୍କୁ ନିନ୍ଦା ଯେଉଁ ଜନ କରଇ, ବ୍ରତ ତିଥି ନ କରନ୍ତି ଦାନ ପୁଣ୍ୟ ଦେଇ। ଦେବ ବ୍ରାହ୍ମଣଙ୍କୁ ନିନ୍ଦେ ଯେ ବଣ ଦୁର୍ଜନ, ମାତା ପିତାଙ୍କୁ ନିନ୍ଦଇ ଯେ ବଣ ନନ୍ଦନ। ମିତ୍ରମାନଙ୍କ ଆହାର ହରଣ କରଇ, ଗୁରୁ ବୈଷ୍ଣବଙ୍କୁ ଯେହୁ ନିନ୍ଦା କରୁଥାଇ। ନିଜ ସ୍ତ୍ରୀକୁ ମାରନ୍ତି କ୍ରୋଧେ ଯେଉଁ ଜନ, ଆପେ ମରନ୍ତି ଗୋ ବିପ୍ରଙ୍କୁ ଯେ ବଧିଣ। ଜନ୍ମ କଲା ସୁତ ପୋଷାବନ୍ତୁ ବଧ କରେ, ଝିଅ ମଉଳାଣୀ ମାଉସୀ ଯେହୁ ମତେ ହରେ। ଭାଇ ବୋହୁକୁ ଯେ ହରଣ କରଇ, ଶାଳଗ୍ରାମ ତୁଳସୀକୁ ଯେ ଜନ ନିନ୍ଦଇ। ପୂଜା କାର୍ଯ୍ୟ ଛାଡ଼ି ପର କାର୍ଯ୍ୟ କରୁଥାଇ, ଦୟା କରିବା ଉପରେ ମନ ଯାର ଥାଇ। ଗୁରୁ ପତ୍ନୀକୁ ଯେ ଜନ କରଇ ହରଣ, ଧର୍ମ ଛାଡ଼ି ଅଧର୍ମରେ ଯେ କରେ ଗମନ। ମନ ବିଚାର କରି ଯେ ଦାନ ନ ଦିଅଇ, ମିଥ୍ୟା ବାକ୍ୟ ସେହି ମୁଖେ ସଦା କହୁଥାଇ। ଶଙ୍ଖ ଉଦକ ଯେହୁ ଯେ କରିଥାଇ ଦାନ, ନିନ୍ଦୁଥାଇ ସର୍ବଦା ସେ ଭସତ ହୋଇଣ। ମିଥ୍ୟା କହନ୍ତି ବସିଣ ସେ ଜନ ସଭାରେ, ତାହାଠାରୁ ପାପୀ ନାହିଁ ସଂସାର ମଧ୍ୟରେ। ଗଙ୍ଗା ନିନ୍ଦା କରି ତୁଳସୀକୁ ନିନ୍ଦା କରେ, ନାମକୁ ନିନ୍ଦଇ ଯେହୁ ବସିଣ ସଭାରେ।
ବୈଷ୍ଣବ ନିନ୍ଦନ୍ତି ଯେହୁ ମାନ୍ୟ ନ କରିଣ ଦ୍ୱାରେ ଅତିଥି ବସାଇ କରନ୍ତି ଭୋଜନ କ୍ଷୁଧାର୍ତ୍ତକୁ ଅନ୍ନ ଭୋଜନ ଯେ ଦିଏ ନାହିଁ ପରମାର୍ଥୀକୁ ଯେହୁ ବୈଗୁଣ୍ୟ ଯେ କରଇ ଗୁରୁ ଶିଷ୍ୟ ରହିଥିଲେ କଇ ଗ୍ରାମରେ ପ୍ରାତଃକାଳେ ସନ୍ଧ୍ୟାରେ ଯେ ଦର୍ଶନ ନ କରେ ଏପରି ପାପୀ ଗଣ ଯେ କୋଷଣ ପାଆନ୍ତି ଅନ୍ତକାଳେ ନରକରେ ଯାଇ ନ ପଡ଼ନ୍ତି ଧନ ଅର୍ଜନ କରିଣ ଧର୍ମ ନ କରଇ ଧର୍ମପଥ ଛାଡ଼ି କୁମାର୍ଗରେ ଯେ ଗମଇ ଗୁରୁଙ୍କ ପାଖରେ ସଦା ମିଥ୍ୟା କହୁଥାଇ ନିଜର ସ୍ୱାମୀଙ୍କୁ ଯେହୁ ନିନ୍ଦା କରୁଥାଇ ଶାନ୍ତକୁ ଅବିଶ୍ୱାସ କରଇ ଯେ ନର ଅନଗୁରୁଙ୍କ ନ ମାନି ବିନାଶେ କ୍ରୋଧର ମଦ ମାଂସ ଲୋଭେ ଯେହୁ କରଇ ଭୋଜନ ଅଜ୍ଞାନେ ଭାଙ୍ଗନ୍ତି ଯେହୁ କିରତିର ମାନ ଗୁରୁଜନ ଠାରେ ଯେହୁ ଅକୀର୍ତ୍ତିର ମାନ କରୁଥାଇ ଜଗତରେ ସେହିଟି ଅଧମ ଆହାର ଦେଇଣ ଜୀବ ବଦ୍ଧ ଯେ କରଇ ଅନୁଜଳନ ଦେଇଣ ପ୍ରାଣୀଙ୍କୁ ମାରଇ କୀର୍ତ୍ତନ ନାମ ଜ୍ଞାନ ଯେ ନେତ୍ରେ ନ ଦେଖଇ ଦିନ ଯେ ମୁଖରେ ସେହୁ ହରି ନ କହଇ ବିଶ୍ୱାସଘାତକ ଯେଉଁ ଜନଟି ଅଟଇ ଯେ ବଣ ଜନ ପୁଣି ଅଟେ ଯେ ମିତ୍ର ଦ୍ରୋହୀ ପରେ ଆଘାତ ଯେ ଜନ ସଦା ଯେ କରଇ ଉପକାରୀ ଜନଙ୍କର ବାକ୍ୟ ନ ଶୁଣଇ ପୁଣ୍ୟ କାଳେ ନ କରଇ ଯେହୁ କେବେ ଦାନ କୋତ ସକଟା ବେଶ୍ୟାରେ ନେଉଥାଇ ଦିନ ମହାପୁରୁଷଙ୍କ ଦ୍ରବ୍ୟ ଯେ ହରଣ କରେ ଦେବତା ପଦାର୍ଥ ମାନ ନିୟଇ ଲୋଭରେ ଦିନେ ମହାପ୍ରୟାସ ଯେ ନ କରେ ଭକ୍ଷଣ ନଗମଇ କେବେ ବିଷ୍ଣୁଙ୍କର ପୁଣ୍ୟ ଧାମ ଏହି ପାପିଷ୍ଟ ମାନେ ନର୍କରେ କରନ୍ତି ଗମନ ପାର୍ବତୀଙ୍କ ଆଗେ କହୁଅଛନ୍ତି ସାନ ସତ କହିଲୁ ତୁମ୍ଭ ଆଗରେ ଯେ ବୁଝାଇ ଯେତେ ଜନଙ୍କର ନନ୍ଦନଟି ଯେ ନାହିଁ ଋଣ କରିଣ ଯେ ଜନ ଦେଇ ନ ପାରଇ ଯୁଦ୍ଧରେ ଯାଇଣ ନିଶତ ଯେହୁ ହୁଅଇ ଏ ନର୍କରେ ସେହି ମାନେ ହୁଅନ୍ତି ପତନ ପାର୍ବତୀଙ୍କ ଆଗେ କହୁଅଛନ୍ତି ସାନ ପାର୍ବତୀ କହନ୍ତି ପ୍ରଭୁ ଶୁଣ ମୋର ଗିର କିପରି ଏମାନେ ଏଥୁ ହୋଇବ ଉଦ୍ଧାର ଈଶ୍ୱର କହନ୍ତି ତୁମ୍ଭେ ଶଙ୍କରୀ ଗୋ ଶୁଣ ତାହାଙ୍କର ଗତି କଥା ଶୁଣ ଦେଇ ମନ ସାଧୁ ସଙ୍ଗତେ କରଇ ଯେ ନାମ ଭୋଜନ ଯେବେ ପାପ করে ଯାଏ ବିନାଶ ହୋଇଣ ପର୍ବତ ସମାନ ତୁଳା ଗଦା ଥିବ ରହି କଣିକାଏ ଅଗ୍ନି ଦେବ ସେ ତୁଳାକୁ ଖାଇ କ୍ଷଣକ ମାତ୍ରେ ପର୍ବତ ସମତୁଳା ଗଡ଼େ ସେହିପରି ନାମ ଗାନେ ପାପ ପୋଡ଼ି ଛିଡ଼େ ବୈକୁଣ୍ଠପୁରକୁ ସେହି ଗମନ କରଇ ଦିନ ବୁଦ୍ଧିମନ୍ତ ଏହା ଗୀତରେ ଲେଖଇ ରୋଗ ପାପ ନିସ୍ତାରଣ ବିଷୟ ବର୍ଣ୍ଣନ ଗୌରୀ କହନ୍ତି ସଂଶୟ ହେଲା ମନରେ ଶୁଣି ମନ ସନ୍ଦେହ ଚାଲି ଯେ ଯିବ ଦୂରେ ଜ୍ଞାନମୟ ବାଣୀ ତୁମ୍ଭ ମୁଖରୁ ଶୁଣିଣ ତପିନ ହୋଇଲା ପହ ମୋବେ ନିଶ୍ରବଣ ପୁଣି ଶୁଣିବା ପାଇଁ ଅଛି ଯେ ମନେ ମୋର ସ୍ୱଭାବେ ଅବୋଧ ନାରୀ ମୁହିଁ ଅଟେ ଛାର
ଏ ଭବ ସାଗର ତୁମ୍ଭେ ତରିବାର ଅର୍ଥେ ନାମ ନାବ ବାନ୍ଧିଅଛ ମୁକ ତୀର ଘାଟେ। ଭବ ସିନ୍ଧୁ କୂଳେ ପରି ନାମ ଥାଇ ନାମ ନାବେ ନ ବସିଲେ ତରିବଟି କାହିଁ। ତୁମ୍ଭେ ସେ ନାମ ଦେଇ ଲଗାଅ ଯେ କୂଳରେ ଶୁଭେ ଚଳୁ ସେହି ନାବ ଚଳାଏ ଶୁଭରେ। ମୋର ନାବଟି ଧରା କହୁଅଛି ଶୁଣ ପଞ୍ଚପଟା କି 25 ମିଳଇ ପ୍ରମାଣ। ନାଡ଼ିକର୍ତ୍ତା ରହିଅଛି ଜଡ଼ ପାବଛରେ କଳପଣା ବାଞ୍ଛା ହୁଲା ତାହାର କରେ। ମନ ମଙ୍ଗୁଆଳ ଏକ ଆହୁଲା ଅଛଇ 10 ଜଣ ପାରି କରେ ନାବେ ବସାଇ। ନାବ ଚଳଇ ତୃଷା ପବନେ ଯେ ମୋହର ନାବରେ ଅଶାନ୍ତି ଫୁଟେ ବିଭୋର ତହିଁର। ତହିଁକି କିଛି ଉପାୟ ମୁଁ ଜାଣଇ ନାହିଁ ଏବେ ନିଛା ମୁରେ ପ୍ରଭୁ ଆତ୍ମାକୁ ଜଣାଇ। ଭବ ପାରାବରେ କୂଳ କିନାରାଟି ନାହିଁ ମାଳ ମାଳ ହୋଇ ତହିଁ ଲହରୀ ଉଠଇ। ଦଦରା ନାବକୁ ମୁହିଁ ଭରସା କରିଛି ସାହା ହେଲେ ନାବ କୂଳେ ଲାଗିବ ଭାବୁଛି। ଈଶ୍ୱରଙ୍କ ପାଦ ତଳେ କରି ଯେ ପ୍ରମାଣ କଥାଏ ପୁଛିବା ପାଇଁ କହିଲେ ଆପଣ। ଗୁରୁ କେହୁ ନାନା ବନେ କରିଲା ସର୍ଜନ କେଉଁ ଶସ୍ତ୍ର ଧରି କଲା କି ପ୍ରକାର କର୍ମ। ଏକା ଗୋଟିକେ କେଶନେ ନିର୍ମାଣିଲା ପୁର ଗୋଟିକେ ଗୋଟିକେ ବାଗ ତାହା ଦେଖିବାର। ଏକ ଗୃହ ଶୋଭାନ ଗୃହଟି ନୁହଁଇ କାହା ସଙ୍ଗତରେ କାର ତାଳ ମେଳ ନାହିଁ। ପୁର ଭାଙ୍ଗିବାକୁ ପୂର୍ବ ଜନମିଛି କାଳ ମୋ ମନ ତୃପ୍ତି କରନ୍ତୁ ଜଗତ ଠାକୁର। ଶଙ୍କର କହୁଅଛନ୍ତି ଶୁଣ ଶାକମ୍ବରୀ ତ୍ରିକୁଟ ସମରେ ପୁଣି ଅଛଇ ନଗରୀ। କମାର ଏକ ତହିଁ ଶାଳ ଯେ କରଇ ବାହାରେ ଦଳାଇ ସେ ତ ଦରବ ଗଢ଼ଇ। ପ୍ରକୃତି ବିନାଶ କରେ ଯନ୍ତ୍ର ପବନରେ ଅହନ୍ତା କରିଣ କାମ ଗଢ଼ିବା ତହିଁରେ। ସେହିପରି ବିଚିତ୍ର କର୍ମ କଲେ ଗଠନ ତାହାଙ୍କ ନନ୍ଦନ ସିଏ ଧର୍ମ ନିରଞ୍ଜନ। କମାର ପୁଅଙ୍କୁ ନେଇ ତାଙ୍କୁ ସମର୍ପଇ ପୁରଞ୍ଜନ ନାମେ ପୁତ୍ର ଏକ ଥିଲା ରହି। ସେହି ଦେଲା ତାହାକୁ ନେଇ ସେଠା ଯେବରେ ସେହି କର୍ମକୁ ବି ଗଢ଼ିଲା ଯେ ସେଠାରେ। ପାଦେ କନେଇଣ ନିର୍ବାହ କରିଲା କପୁର 2 ପଦ ଦେଇ କଲା ପୁରେ କ 17। 4 ପାଦ ପଦ ଏକ ଭିଆଣ ତାପରେ ପୁର ନିର୍ମାଣ କରିଲା ବହୁତ ପଦରେ। ପୁରଞ୍ଜନ ସବୁ ପଦେ ଥାଇ ଲୀଳା କରେ ପଶ୍ଚିମ ତତ୍ତ୍ୱମାନଙ୍କୁ ଘେନିଣ ସଙ୍ଗରେ। ପାଟ ମହାଦେଇ ନାମ ପ୍ରକୃତି ଅଟଇ ସେ ପ୍ରକୃତି ଯୋଗୁ ସଂସାର ଯେ ସମ୍ଭାବଇ। ଯେଉଁଠାକୁ ଗଲେ ପୁଣି ହସେ ପୁରଞ୍ଜନ ପ୍ରକୃତି କାନ୍ଦିଲେ ସେ ତ କରଇ ପ୍ରଦାନ। ଭାରି ଯା ଶାନ୍ତ ହୋଇଲେ ମୃଦୁ ଶାନ୍ତି ଜାଣ ଗୃହସ୍ଥ ଭୁଞ୍ଜଇ ବସି ଭୁଞ୍ଜେ ପୁରଞ୍ଜନ। ଭାରି ଯା ପାନ କରିଲେ ଗୃହସ୍ଥଟି ପିଏ ଗୃହସ୍ଥ ନ ଭୁଞ୍ଜରେ ଭାରି ଯାଟି ଖାଏ। ଭାରି ଯା ପିଇଲେ ଗୃହସ୍ଥ ଯେ ପାନ କରେ
ଭାରିଜା କହିଲେ ଗୃହସ୍ଥ ଯେ କହିବାରେ, ଘରଣୀ ଶୋଇଲେ କର୍ତ୍ତା ଶୋଇ ଶାନ୍ତିରେ। ଗୃହସ୍ଥ ଚିଅଇ ତାର ପତ୍ନୀ ଚେଇଁଥିଲେ, ଭାରିଜା ନୃତ୍ୟ ଦେଖି ଯେ ନାଚଇ ଗୃହସ୍ଥ। ଭାର୍ଯ୍ୟା ପାଞ୍ଚିଲେ ବସି ଚିନ୍ତଇ ଯେ ଗୃହସ୍ଥ, ନ କଲେ କାର୍ଯ୍ୟ ଗୃହସ୍ଥ ନ କହଇ କିଛି। ଅଛି ଯା ଗୃହକୁ କଲେ ଗୃହସ୍ଥ ଜଗିଛି, ଭାର୍ଯ୍ୟା ଦେଲେ ଗେରସ୍ତ ହୁଅଇ ତତ୍ପର। ନଦେଲେ ଭାର୍ଯ୍ୟାର ହୋଇ ସେହି ପରକାର, ଭାର୍ଯ୍ୟା ନଦେଲେ ନ ଦିଏ କିଛିଟି ଗୃହସ୍ଥ। ଭାର୍ଯ୍ୟା ଟାହି ଦେଖି ଟାହି କରଇ ଗୃହସ୍ଥ, ଫୁଲ ଚନ୍ଦନ ଯେବେ ଭାରିଜା ଯେ ଘେନଇ। ଗହସ ଫୁଲ ଚନ୍ଦନ ବସି ଘେନି ଥାଇ, ପିନ୍ଧିଲେ ଭାର୍ଯ୍ୟା ନିଶ୍ଚୟ ଗେରସ୍ତ ପିନ୍ଧଇ। ଭାର୍ଯ୍ୟା ପୁଷ୍ଟ ଚନ୍ଦନ ଦେଲେ ସେ ଯେ ଘେନଇ, ଭାର୍ଯ୍ୟା ନାନା ଅଳଙ୍କାରେ ହୁଅଇ ମଣ୍ଡନ। ବାସନ ତେଲରେ ପତ୍ନୀ ଗତିଟି ବାସନ, ଯେତେ ଲୋଭ ହେଲେ ଦୁଇ ନ ଛାଡ଼ନ୍ତି ସେହି। ଦୁହେଁ ଅତି ସ୍ନେହ ଥାନ୍ତି ବନ୍ଧା ବନ୍ଧି ହୋଇ, ଏହାକୁ ଦେଖି କରି ଯେ ଜଗତ ଠାକୁର। ତେଜ ଅଙ୍ଗୁ ଦେବାରେ ହୋଇଲେ ଯେ କୁମର, ତେଜରାଜ ବିନ୍ଦୁରୁ କାଳ କନ୍ୟା ଜନମ। ସମୟଟି ପୁଷ୍ପବତୀ ସେହି କନ୍ୟା ଜାଣ, ବର ଖୋଜିବା ପାଇଁ ତା ଯାଉ ଯେଉଁ ସ୍ଥାନ। ତା ନାମ ଧରନ୍ତେ ବର ଲୋଭିଲା ମରଣ, ଏପରି ତା ନାମ ଧରନ୍ତେ ମଲେ ଯେ ବର। ସମତ ନ କଲେ କେହି ବିଭା ପାଇଁ ବର, ନିରଞ୍ଜନକୁ ନେଇଣ ସେ କନ୍ୟାକୁ ଦେଲେ। ନିରଞ୍ଜନ ଦେଲେ ଜନ୍ତୁପତିଙ୍କ ପାଖରେ, ଜନ୍ତୁପତି ସେ କନ୍ୟାକୁ ଘେନିଣ ଚଳଇ। କମଳ ଦ୍ୱାରେ କବାଟ ତାକୁ କଲା ନେଇ, ବୋଇଲା କନ୍ୟା ଗो ତୁହି ଜଗ ଏହି ଦ୍ୱାର। ପେଶିବି ଯେ ସ୍ଥାନେ ତୁହି ଗମିବୁ ଷୋଳ, ଯେଉଁ ପୁରୁଷକୁ ଆଉଁସିବୁ ତୁ ଯାଇଣ। ସେ କ୍ଷଣି ମାରି ତା ମାଂସ କରିବୁ ଭୋଜନ, ପୁରଞ୍ଜନ ସେ ହେତୁ ପଶଇ ଏ ପୁରରେ। କାଳ କନ୍ୟା କର୍ଷିଣ ପରାଣ ତାହରେ, ସାନ ବଡ଼ ବୋଲ କରି ତାହା ନାହିଁ ଜ୍ଞାନ। ତିନି ପୁର ଯାକ କାଳ ଗ୍ରାସ ଇଟି ଜାଣ, କ୍ଷଣ ଭଙ୍ଗୁର ନାମ ଏ ପୁରର ଯେ ହୋଇ। କହନ୍ତି ତାଙ୍କର ସାଧୁ ସଙ୍ଗ କର ତୁହି, ପାର୍ବତୀ କହନ୍ତି ଏବେ ଶୁଣନ୍ତି ଠାକୁର। ପଚାରୁଛି ଏକ କଥା କୁହ ମୋ ଆଗର, ପାପ କରି କେହୁ ସାଧୁ ଶଶ୍ରୁକ୍ୟ ତରିଲେ। ତାହା ମୋତେ ବୁଝାଇଣ କୁହନ୍ତୁ ସଧୀରେ, ସଦାଶିବ କହୁଛନ୍ତି ଶୁଣ ପ୍ରିୟ ସହି। ବିଷ୍ଣୁଙ୍କ ମୁଖରୁ ଯାହା ଶୁଣିଣ ଛଇ, ଗଙ୍ଗା କୂଳେ ନଈ ମିଶା ଅରଣ୍ୟ ଯେ ଖବର। ସୁଗନ୍ଧିକା ନାମେ ଥାଏ କଇ ସବର, ନଳ ଅଠା କାଣ୍ଡି ଧରି ଭ୍ରମଇ ବନରେ। ମାଂସ ବିକେ ନ ପଶଇ କିଛି ତା ଉଦରେ, ଅନଫଳ ମୂଳ ସେହି ନ କରେ ଭୋଜନ। ମାଂସ ଖାଇଣ କଟାଇ ଦିଏ ତାର ଦିନ, ଅରଣ୍ୟ ମଧ୍ୟରେ ପଶି ପକ୍ଷୀ ଯେ ମାରଇ। ଏଥୁ ଅନନ୍ତରେ କଥା ଶୁଣ ମନ ଦେଇ, ନଳି ଅଠା ଘେନି ପକ୍ଷୀ ମାରିବ ଗଗନ। କରନ୍ତେ ପକ୍ଷୀ ମାନେ ଗଲେ ଯେ ପଳାଇଣ, ନିର୍ଝର କନ୍ଦରେ ପକ୍ଷୀ ଗଣ ଗଲେ ରହି। ମହାସିନ୍ଧୁ ନାମେ ବଟ ସେଠାରେ ଅଛଇ, କାକ ପିକ ସୁକ ସାରି ସର୍ବ ପକ୍ଷୀ ଗଣ। ପାରା ସହିତେ ସେବକେ ଗଲେଟି ବସିଣ,
ଶବର ଡରରେ ବୃକ୍ଷ ହେଲା ପରିପୂର୍ଣ୍ଣ, ନିର୍ଭୟ ରହିଲେ ସେହି ବଟ ଆଶ୍ରମ୍ଭେଣ। ସେହି ବନେ ବ୍ୟାଧ କରୁଅଛି ଅନ୍ୱେଷଣ, ଶୁଣି ନ ପାରଇ ଚଢ଼େଇଙ୍କ ମୁଖ ଶୁଣ। ପକ୍ଷୀମାନେ କେଣେ ଗଲେ କରଇ ବିଚାର, ପକ୍ଷୀମାନେ ନଦିଶନ୍ତି ବସି ବୃକ୍ଷ ପର। ଅରଣ୍ୟ ଯାକ ବ୍ୟାଧ ଯେ କରଇ ଭ୍ରମଣ, ଦେଖ ଦୈବର ଗତି ବିଚିତ୍ର ଘଟଣା। ଦଶ ଦିଗ ଘୋଟି କରି ବରସିଲା ଘନ, ବତାସ ମାଡ଼ି ଆସିଲା କରି ଗରଜନ। ସ୍ୱାତି ବିଷ କୁମ୍ଭ ଯୋଗ ସେଦିନ ଅଟଇ, ତେଣୁ ମହାବତାସ ଗର୍ଜିଣ ଯେବ ହୋଇ। କୋପତୀର୍ଥ କାହାର ଅର୍ଥେ ଯାଇଥିଲେ, ଥୋକେ ଯାଇ ଥୋକେ ଧରିଣ ଯେ ଫେରୁଥିଲେ। ବତାସଟି ଏହି ସମୟର ଗଲାଟି ଛାଡ଼ିଣ, ଭୂମିରେ ପଡ଼ିଲା ପୁଣି ଉଡ଼ି ନ ପାରିଣ। ବ୍ୟାଧ କପୋତକୁ ଧରଇ ଯେ ଯାଇଣ, ପିଞ୍ଜରାରେ ଯତନରେ ଦେଲା ପୁରାଇଣ। ବତାସ ପବନ ମହାଘୋର ଯେ ହୋଇଲା, ହୃଦୟ କମ୍ପଇ ବ୍ୟାଧ ଚାଲି ନ ପାରିଲା। ପ୍ରାଣ ହାରିବି ଆଜ ମନେ ସେ ବିଚାରଇ, କି ଯୋଗରେ ଘରୁ ଆସିଲଇ ଯେ ମୁହିଁ। ମୁଖ ଦେଖି ନ ପାରିବେ କୁଟୁମ୍ବ ମୋହର, ହାହତା ସେ ମରିଲି ମୁଁ ଅରଣ୍ୟ ମଧ୍ୟର। ଏପରି କହିଣ ମିଳେ ବଟ ତଳେ ଯାଇ, ପକ୍ଷୀମାନଙ୍କ କଥାକୁ ଶ୍ରବଣ କରଇ। ଶୁଣି ଉପରେ ଡାକଇ ସେଠାରେ ଶବର, ହେ ପକ୍ଷୀ ତୁମ୍ଭଠାରେ ଯେ ଶରଣ ସତର। ସକଳେ ମିଳିଣ ମୋରେ ଦିଅ ଜୀବଦାନ, ହେ ପକ୍ଷୀ ଗଣ ଆଜ ମୁଁ ତୁମ୍ଭର ଶରଣ। ଅନଳ ଥିଲେ ଅଗ୍ନି ଯେ ଦିଅ ଲଗାଇଣ, ଜଳିଲେ ଅନଳ ଶରୀର ହେବ ମଟାଣ। ବ୍ୟାଧ କଥା ଶୁଣି ପକ୍ଷୀ ହୋଇଲେ ମୌନ, ହଁ କି ନାହିଁ କିଛି ନ କହି ବଚନ। ପକ୍ଷୀ ଭାବନ୍ତି ଯୋଗୁ ତେଜିଲି ସଦନ, ଆମ୍ଭ ବଂଶ ମୋରାଇଲା ୟା ବ୍ୟାଧ ଆସିଣ। ଏମନ୍ତ ବିଚାରି ଛପି ଗଲେ ପକ୍ଷୀ ଗଣ, ବ୍ୟାଧର ନ ଶୁଣିଲେ ଯେ ଆକୁଳ ନିବେଦନ। କପୋତ ମନ ଦୁଃଖରେ ଡାକେ ଡାଳେ ବସିଥିଲା, ତା ଭାର୍ଯ୍ୟା ଯାଇଛି ତେଣୁ ଦୁଃଖେ କାନ୍ଦୁଥିଲା। ଆହାରେ ବିଧାତା ତୁହି ଏଡ଼େ ନିଦାରୁଣ, ଭାରି ଯାକୁ ମୋ ପାଶରୁ ନେଲୁ ଛଡ଼ାଇଣ। ମୋ ଦୁଃଖ ଦେଖି ଗଲା ସେ ଆହାର ଯେ ପାଇଁ, କେଉଁ ଅରଣି ମୋତେ ଯେ ମୋତେ ଜଣା ନାହିଁ। ଜଳବତାସରେ ପଡ଼ି ତେଜିଲା ପରାଣ, କିଏ ବା ଏହି ଶବର ନେଲା କି ଧରିଣ। ମନ ଦୁଃଖେ ଏହିପରି କହିଣ କାନ୍ଦଇ, ଧରାରେ କପୋତୀ ଏହି ରୂପେ ଥାଉ ରହି। କପୋତୀ ସ୍ୱାମୀକୁ ତାର ବଚନ କହଇ, କାହିଁ ଅଛି ଅଗ୍ନି ତୁମ୍ଭେ ଶୀଘ୍ର ଆଣ ଯାଇ। ପରଲୋକ ଉପକାର ଯେବେ ନାଶ ଯାଇ, ଈଶ୍ୱର ତାହାକୁ ସ୍ୱର୍ଗେ ବସାଇବେ ନେଇ। ପରକୁ ପୀଡ଼ା ଦେଇ ଯେ କହଇ ବଚନ, ନରକକୁ ସେହି ପ୍ରାଣୀ କରନ୍ତି ଗମନ। ବ୍ୟାଧର ଏବେ ତୁମ୍ଭେ ଯେ କର ଉପକାର, ଦୟାକରି ଛାଡ଼ିଦେବ ମୋତେ ସେ ନିକର। ଜାଣିଲା କପୋତ ତାର ଅର୍ଦ୍ଧାଙ୍ଗିନୀ ଗିର, ବ୍ୟାଧ ପରି ରଖିଅଛି ପିଞ୍ଜରା ମଧ୍ୟର। ତକ୍ଷଣେ କପୋତ କାଷ୍ଠ କରି ଘର ସଣ, ଅଗ୍ନି ଉତ୍ପାଦିତ କରି ଅଗ୍ନି ଆରପିଣ। ଅଗ୍ନିବାଜି କରି ବ୍ୟାଧ ପୁଣି ହୋଇଗଲା ସ୍ଥିର, ମହାବଳବାନ ହୋଇ ଉଠଇ ସତ୍ୱର।
କପଟକୁ ବ୍ୟାଧ ତହିଁ କହି ବଚନ ନ ଶୁଝି ପାରିବି ତୋର ଉପକାର ଜାଣ। ଅଗ୍ନିଦାନ କରି ରଖିଲୁ ଜୀବନ ମୋର ଭକ୍ଷ 2 ଦିନ ନାହିଁ ଜଳଇ ଉଦର। ହେ କପଟ କିଛି ତୁହି ଦିଅ ହେ ଆହାର କ୍ଷୁଧାରେ ମୋହର ଜଳୁ ଅଛଇ ଉଦର। କପଟ ବୋଲଇ କୀଟ ପତଙ୍ଗ ଭକ୍ଷିଣ ସଞ୍ଚିଲା ଦରବ ନାହିଁ କିଛି ମୋ ପାଷେଣ। ଆହାର ପାଇଁ ଭାରି ଯା ଯାଇଥିଲା ମୋର ତୁମେ ତାହାଙ୍କୁ ରଖିଛ ପିଞ୍ଜରାରେ ତୋର। ସେ ଯଦି ମରିବ ମୁହିଁ ଯିବି କିପରି ବନସ୍ତରେ କି ବଞ୍ଚିବି ଏହା ହୋଇ କରି। ଶୁଣି କରି ମନେ ବ୍ୟାଧ ବିଚାର କରଇ ଅଗ୍ନି ଜଳଇ ମୋ ପ୍ରାଣ ରଖିଅଛି ଜାଣ। ପିଞ୍ଜରାରୁ ଆପନ୍ତିକୁ ଦେବି ମୁଁ ଛାଡ଼ିଣ ପ୍ରଶଂସିତ ହୋଇବି ମୁଁ ହୋଇବି ଧରମ। ଏସନ ଚିନ୍ତି କପଟିକୁ ଖୋଲି ଯେ ଦେଲା ତା ପାଖରେ ନେଇ କରି ବନ୍ଧନ ଫେଡ଼ିଲା। ବୋଇଲା କପଟି କିନିଅ ହେ ଯେ କପଟ ଖାଇବାକୁ କିଛି ଦିଅ ମୁଁ ବଡ଼ କ୍ଷୁଧାର୍ତ। କପଟ କପଟି ଦୁହେଁ କରନ୍ତି ବିଚାର କ୍ଷୁଧାରୁ ଏହାକୁ ପୁଣି କରିବା ଉଦ୍ଧାର। ଏସନ ବିଚାରି ଦୁହେଁ ଅନଳେ ପଡ଼ିଲେ ଖାଅ ବ୍ୟାଧ ଆମ୍ଭ ମାଂସ ତାହାକୁ କହିଲେ। ସେ କ୍ଷଣି ବିମାନ ଏକ ସ୍ୱର୍ଗରୁ ଆସଇ କପଟ କପଟି ବସି ସ୍ୱର୍ଗ ଗଲେ 2। ତାହାଙ୍କର ଯିବା ବ୍ୟାଧ ନୟନେ ଦେଖିଣ ଆପଣାର କଥା ମାନ ବିଚାରଇ ମନ। ମୋହ ଯୋଗୁ ଦୁହେଁ ସିନା ତେଜିଲେ ପରାଣ ସେ ହେତୁ ଚଳିଣ ଗଲେ ବୈକୁଣ୍ଠ ଭୁବନ। ପେଟ ବିକଳିବେ ମୁଁ କରିବି ଭୋଜନ ଉପକାରୀକୁ ନିନ୍ଦିଲେ ଯିବି ନର୍କ ସ୍ଥାନ। ସତେ ଗୁଣ ପକ୍ଷୀ ମୁହିଁ ବଧିଣ ଛଇ ଜଗତରେ ମହାପାପୀ ମୋଠାରୁ କେ ନାହିଁ। ବ୍ୟାଘ୍ର ବ୍ୟାଧକୁ ତାଙ୍କର ନୁହଁଇ ଜନମ ମହାପାତକୀ ମାନେ ଜନ୍ତୁଙ୍କ ଯେ ମଧ୍ୟଣ। ପାପରୁ ଏବେ କିପରି ହୋଇବି ଉଦ୍ଧାର ପଶିବି ଶରଣ ମୁହିଁ ଗୋବିନ୍ଦ ପୟର। ଏଡ଼େକ ମହାପାତକୀ ହେବି କେହ୍ନେ ପାର କପଟର ସମ ମୁହିଁ ବସିବି ସ୍ୱର୍ଗର। ଏସନ ଭାଳିଣ ପିନ୍ଧି ଗୌରୀ କବସନ ମାଳା ତିଳକ ପିନ୍ଧିଲା ମଥାରେ ଚନ୍ଦନ। କାଶୀରେ ତପସ୍ୟା ଯାଇ କରିଲା ସବର ଅନ୍ତକାଳେ ଚଳିଗଲା ବୈକୁଣ୍ଠପୁର। ଯେତେକ ପାତର ତାର ଗଲା କ୍ଷୟ ହୋଇ ଈଶ୍ୱର କହନ୍ତି ଉମା ଶୁଣ ମନ ଦେଇ। ସାଧୁ ହେଲେ ସାଧୁ ସଙ୍ଗେ ହୋଇବ ଉଦ୍ଧାର ଦୀନ ବୁଦ୍ଧିମନ୍ତ ନମେ ସାଧୁଙ୍କ ପୟର। ବଉଳା ଗାଈ ଉପାଖ୍ୟାନ। ମହାଦେବ ପାର୍ବତୀଙ୍କୁ କହନ୍ତି ବଚନ ପୁଣ୍ୟ ଯେ କରିଛି ମୁକ୍ତି ଯିବ ସେ ପାଇଣ। ଏକ ବ୍ୟକ୍ତି ନଗ୍ର ପାଇଁ କରିଥାଏ ପୁଣ୍ୟ ତାର ପୁଣ୍ୟ ବଳେ ନଗ୍ର ଯାଏ ଉଦ୍ଧରିଣ। କୋଟିକ ମଧ୍ୟରେ ଯୋଗୀ ଏକ ରହିଥାଇ ଯୋଗୀ ଯୋଗୁଁ ଅନ୍ୟମାନେ ଥାନ୍ତି ରହି। ନୃପତିର 7 5 ଥାଏଟି ନନ୍ଦନ ତନ୍ମଧ୍ୟରୁ ନରପତି ହୁଏ 1 ଜଣ। ପ୍ରଧାନ ବ୍ୟକ୍ତି ନଗ୍ରରେ ଥାଏ 1 ଜଣ କାରିଣୀ ହୁଅଇ ଜଣେ ରଖିଥାଅ ମନ। ସହସ୍ର ଲୋକ ଯଜ୍ଞରେ ଥାଇ 1 ଜଣ ସହସ୍ର ଯୋଗରେ 1 ସାଧୁର ଉତ୍ପନ୍ନ। ସହସ୍ର ସାଧୁଙ୍କ ମଧ୍ୟ ସନ୍ଥ 1 ହୋଇ ସହସ୍ର ଜନ୍ମରେ ମହନ୍ତ 1 ବାହାରଇ। ସହସ୍ରେ ମଧ୍ୟରେ ଆତ୍ମା ଜ୍ଞାନୀ 1
ଆତ୍ମଜ୍ଞାନୀ ବୋଲି ତାଙ୍କୁ ଜାଣିବା ସଠିକ। ପାର୍ବତୀ କହନ୍ତି ସତ ସଙ୍ଗ କଥା କହି, ଶୁଣିବି ସେ କଥା ମୋତେ କୁହନ୍ତୁ ବୁଝାଇ। ଈଶ୍ୱର ବୋଲନ୍ତି ସାଧୁ ଅନେକ ସଂସାରେ, ତ୍ରିଗୁଣେ ଯେ ସାର ସେ ସାଧୁଙ୍କର ମଧ୍ୟରେ। ଶରୀର ବାହାର ହୁଏ ସେହିଟି ନିର୍ଗୁଣ, ସୂକ୍ଷ୍ମ ମନରେ ପରଚେ ଆତ୍ମଜ୍ଞାନ ମାନ। ପ୍ରଳୟ କାଳ ପ୍ରଳୟ ତାଙ୍କୁ ବାଧେ ନାହିଁ, ସୃଷ୍ଟି କାଳରେ ସେ ପୁଣି ମର୍ତ୍ତେ ନ ଜନ୍ମଇ। ଅବ୍ୟୟ ଅକ୍ଷୟ ସେହି ସାଧୁଙ୍କ ମଧ୍ୟର, ପକ୍ଷୀଙ୍କ ମଧ୍ୟରେ ଅଲ୍ୟଳ ଯେ ପରକାର। ନିରତେ ସେ ସାଧୁ ସଙ୍ଗେ ଯେ ବସିଛି ଯାଇ, ଖୋଜିଲେ ପରମ ଜ୍ଞାନ ତାହାକୁ ମିଳଇ। ଯେ ସନେ ପଞ୍ଚମାଣ ଯେ ଧ୍ୟାନ ରଖିଥାଇ, ସମସ୍ତ ସମ କରିଣ ତାହାକୁ ଘେନଇ। ଅମଳ କରିଣ ଥୋକେ କରଇ ବିହୀନ, ଥୋକେ ଖାଏ ଥୋକେ ରଖିଥାଏ ସାଇ ତୀର୍ଣ। ଭୁଜ ପାଇ ବିହନ ଯେ ଗୃହେ ଥାଏ ରହି, ସଂସାର ସାର ସିନା ଯେ ବିହନ ଅଟଇ। ଯେତେ ପରମାଣ ବୃକ୍ଷେ ଫଳି ଥାଏ ଫଳ, ବାହାରେ ଝଡ଼ି ପଡ଼ଇ ସେ ଫଳି ଦୁର୍ବଳ। ସାଧୁ ସଙ୍ଗେ ଯେଉଁ ପରି ଯେଉଁ ରହିଥାଇ, ତାହାଙ୍କ ମଧ୍ୟରେ ରସ ଭୁଜ ଥାଏ ହୋଇ। ରସ ମାଂସ ପୁଣି କ୍ଷୟ ହୋଇ ତାହାର, ବତାସେ ବଢ଼ିଲେ ବୀଜ ଯାଏ ନା ବୃକ୍ଷର। ନଦୀ କୂଳେ ବୃକ୍ଷ ମୂଳେ ଆଶ୍ରମ ତାଙ୍କର, ଯୋଗ ଧାରଣେ ସଂଯମ ସିନା ଆପଣାର। ସେ ସ୍ଥାନରେ ବସି ବହୁଦିନ ଯାଗ କଲେ, ପାଷାଣ ପରି ଦେହରେ ଇନ୍ଦ୍ରିୟ ସକଳେ। ତାହାଙ୍କ ଶରୀର ଗଲା ଉଇ ହୁଙ୍କା ହୋଇ, ଲତାମାନ ମାଡ଼ି ପଡ଼ିଲା ଉପରେ ଯାଇ। ମସ୍ତକ ମଧ୍ୟରେ ଉଇ ହୁଙ୍କାର ମଧ୍ୟଣ, ଉଦ ଉଦଳିଆ ନୀଡ଼ କରିଲା ରଚନ। ପତ୍ନୀକୁ ନୀଣ ସୁଖରେ ବାସ କରଇ, ପକ୍ଷୀମାନଙ୍କର ଲୀଳା ଶୁଣ ମନ ଦେଇ। ଦୁଇ ଡିମ୍ବ ସ୍ତ୍ରୀ ପକ୍ଷିଣୀ ଯେ କରେ ଦାନ, ଅନେକ ଦିନ ତାଙ୍କର ଚାଲିଲା ରମଣ। ବସା କରିଣତା ପନ୍ତି ଡମ୍ବକୁ ତାଙ୍କର, ଯେତେ ନାରୀ ବେଶ୍ୟା ପୁଣି ହେସିରାଇ ଜର। ବେଶ୍ୟାମାନଙ୍କର ଲାଜ ଲଜ୍ଜାଟି ନଥାଇ, ମଳ ଉତ୍ସର୍ଗ କରନ୍ତି ତାଙ୍କ ପାଶେ ଯାଇ। ସଦା କରନ୍ତି ସେମାନେ କୋପିତ ନହୀଣ, ରଜତାମସା ଈର୍ଷା ଅଛନ୍ତି ବହିଣ। ଅନେକ ଦିନ ଏପରି ଗତ ହୋଇଥିଲା, ଡିମ୍ବପାତି ଛଆ କରି ଘେନି ପଳାଇଲା। ପ୍ରାତଃକାଳ ମହାଯୋଗେଶ୍ୱର ଯେ ହୁଅଇ, ବତାସ କଲା ପୁଣି ଜଳ ବରସଇ। ଦ୍ୱିଜ ଦ୍ୱିପ୍ରହରେ ଦିନେ ବହିଲା ବତାସ, ମରି ଉଡ଼ି ଗଲେ ପକ୍ଷୀ ହେଲେ ସର୍ବନାଶ। ବୃକ୍ଷଲତା ତ ମାଟି ଉଡ଼ି ଗଲେ ଟିସେନାରେ, ଯୋଗୀଏ ତାଙ୍କ ସଙ୍ଗରେ ପରାଣ ତେଜିଲେ। ଯମଦୂତ ସେ ଲୋକଙ୍କୁ ନେଇ ବନ୍ଦୀ କଲେ, ତାଙ୍କ ସଙ୍ଗରେ ମିଶାଇ ଯୋଗୀଙ୍କୁ ସେ ନେଲେ। ଯମ ଆଗେ ସମସ୍ତଙ୍କୁ ଠିଆ କଲେ ନେଇ, ଚିତ୍ରଗୁପ୍ତଙ୍କୁ ପାପ ପୁଣ୍ୟ ଯେ ସେ ବୁଝଇ। ପାଞ୍ଜି ଫେଡ଼ି ପାପ ପୁଣ୍ୟ କହ ଯେ ତାଙ୍କର, ଚିତ୍ରଗୁପ୍ତ ପାଞ୍ଜି ଫେଡ଼ି ଦିଅଇ ଉତ୍ତର। ଚିତ୍ରଗୁପ୍ତ ଦେଖି କରି କହଇ ବଚନ, ପୂର୍ବ ସମୁଦ୍ରରେ ଥଳ କୂଳଟି ବିହୀନ। ଦାନ ଦେଇ ଅତିଥିକୁ ଯେହୁ ନ ପୂଜଇ, ଜୁନି ବିକ୍ରି କରି ସେହୁ ଧନ ରଜଇ। ଆଜି ଯାହା ସେ ତାହା ସରି ଯାଇଥାଇ, ଦାନ ପୁଣ୍ୟ କରିବ ଯେ ଧନ ଅଣ୍ଟୁ ନାହିଁ। ଯୋଗୀ ତ ପଚାରିଥିଲେ ତହିଁର ମଧ୍ୟର,
ନଦୀ ସ୍ନାନାନ୍ତେ କରନ୍ତି ଦର୍ଶନ ତାଙ୍କର। ଧର୍ମ ପୁଣ୍ୟ ଏତିକି ଯେ ଅଟଇ ତାଙ୍କର। କର ତାଙ୍କ କଥା ବସ୍ତୁ ନନ୍ଦନ ଶୁଣିଣ। ସୂକ୍ଷ୍ମ ନ୍ୟାୟ କଥା ଏବେ ମନ ଦେଇ ଶୁଣ। ସାଧୁଙ୍କ ଦର୍ଶନେ ପାପ ହୋଇଲା ଖଣ୍ଡନ। ଅସାଧୁ ସଙ୍ଗତେ ସାଧୁ ବିନାଶ ହୋଇ। ସାଧୁ ସଙ୍ଗତେ ଅସାଧୁ ପାପୁ ତରି ଯାଇ। ବିଷ୍ଣୁ ଶିବାଳୟ ଗ୍ରାମେ ନାହିଁଟି ଯାହାର। ସାଧୁଙ୍କୁ ଦର୍ଶନ କଲେ ହୁଇ ଉଦ୍ଧାର। ଅଶୁଦ୍ଧ ସ୍ଥାନରେ ପ୍ରବେଶିଲେ ସାଧୁମାନ। ସଙ୍ଗତରେ ଆଣିଥାନ୍ତି କୋଟି ତୀର୍ଥମାନ।